नमो भगवते वासुदेवाय। श्रीमद्भागवत षष्ठ स्कंध षोडश अध्याय। श्रीशुक उवाच शृण राजन परीक्षित अद्भुत गोविंद चरित चित्रकेतु शोके मज्जीर्ण रहिला स्तंभीभूते पूर्ण। नारद नाम न जानिले तहि की उपाय रचिले। एबे तू एक मने शुण मोला जे नृपति नंदन। से सब पासे मुनि जाई बोलंती जीव शुण तू ही। देख तो ज्ञाती सहोदर पड़ीण अछंती भूमिर। हे जीव देख तोर माता शोके मोहित तोर पिता। बंधु बांधव जे तोहर शोक मोहरे गुरुतर। आपना कलेबरे पस शेष तो जेते आयुष। सुहृद गणे वृत्त होई नाना भोग को भुंज तू ही। नृप आसने बीजे कर पितार शोक मोहर। हरि हरि बोल। जीव उवाच केउ जन्मरे ए मोहर होइछन्ति माता पियर। देवता मनुष्य पशुरे मुहि भ्रमई मो कर्मरे। गृहस्थ गृहस्वान जेन्हे से जेन्हे भ्रमे एणे तेणे। हेमंत प्राय भ्रम मोर भ्रमई अशेष जोनिर। बांधव ज्ञाती मित्र अरी उदासीनवाद द्वेषकारी। ए सर्वे परस्परे थांती केबे बाहुअंती नुहंती। क्रय विक्रय व्यवहारे भ्रमंती नाना लोकठारे। हेमादि पण्य द्रव्य जेन्हे जोनिरे जीवटी तेसने। सत्य जे संबंध लोकरे असत्य होई से व्यवहारे। संबंध जावत जाहार तावत ममता ताहार। जावत देहे अहंकार तावत तहि अधिकार। देह छाड़िले जीव नित्य आउ देहरे काहि सत्व। ए जीव नित्य जे अव्यय सूक्ष्म स्वरूप सर्वाश्रय। आत्मा माया गुण रूकरी आत्मार सृष्टि की आचरी। एहार अति प्रिय केही अप्रिय जन केही नाही। एहार निज पर नाही केवल गुण दोष रही। गुण दोष क्रियार फल ग्रहण न करे सकल। उदासीनर प्राय होई पर अपर को देखई। एमंत एक से ईश्वर संसार निर्मित ताहार। शुक उवाच हेमंत कहीण वचन जीव चलिला हे राजन। विस्मये तार बंधुगण शोक छाड़िले तत्क्षण। तातहु ज्ञान को शुणिले स्नेह सांकोली किछे दिले। ए अनंतरे ज्ञाती जन
ବେଦ ଉଚିତ କର୍ମମାନ। ଲୋକବିଧିରେ ତାହା କଲେ ସମସ୍ତ ତାପକୁ ଛାଡ଼ିଲେ। ଯେ ଶୋକ ମୋହ ସ୍ନେହୁ ହୋଇ ତାହା ଛାଡ଼ିଲେ ଜ୍ଞାନ ପାଇ। ଚିତ୍ରକେତୁର ଯେତେ ନାରୀ ଲାଜ ପାଇ ମନେ ବିଚାରି। ବାଳକ ହତ୍ୟା ପାପୁ କରି ହତ ହୋଇଲା ତାଙ୍କ ଶିରି। ବ୍ରାହ୍ମଣେ ପୁଛିଲେ ଉଚିତ ବାଳକ ହତ୍ୟା ହତ ବ୍ରତ। ଯମୁନା କୂଳକୁ ସେ ଗଲେ ବାଳକ ହତ୍ୟା ବ୍ରତ କଲେ। ବ୍ରାହ୍ମଣ ଆଜ୍ଞା ପରମାଣେ କମେ ସେ ବେଦର ବିଧାନେ। ଏମନ୍ତେ ଶୁଣ ହେ ରାଜନ ଚିତ୍ରକେତୁ ବିପ୍ରବଚନ। ତକ୍ଷଣେ ଶୁଣି ଜ୍ଞାନ ପାଇ ଗୃହୁ କପୁ ବାହାର ହୋଇ। ଶୁଣି ଉଦୟ ହେଲା ଜ୍ଞାନ ମନ ସଂଶୟତା ଖଣ୍ଡନ। ସରୋବର ପଙ୍କରୁ ଯେହ୍ନେ ଗଜ ବାହାରେ ବିଦ୍ୟମାନେ। ତେସନେ ରାଜା ସର୍ବ ଛାଡ଼ି ଗୋବିନ୍ଦ ପାଦେ ଚିତ ବଢ଼ି। କାଳିନ୍ଦୀ ଜଳେ ସ୍ନାନ କଲା ପୁଣ୍ୟକ୍ରିୟାକୁ ଆଚରିଲା। ମୌନ ବ୍ରତେ ମହାରାଜା ମୁନି ଚରଣେ କଲେ ପୂଜା। ଏଥୁ ଅନ୍ତରେ ନୃପବର ଭକତି ଦେଖିଣ ରାଜାର। ନାରଦ ଅନୁଗ୍ରହ କଲେ ଏ ଜ୍ଞାନ ତାହାକୁ କହିଲେ। ପରମାନନ୍ଦରେ ନିବୃତ୍ତି ଧ୍ୟାନେ ଗୋବିନ୍ଦ କଲା ସ୍ତୁତି। ହରି ହରି ବୋଲ। ନାରଦ ଉବାଚ ନମସ୍ତେ ପ୍ରଭୁ ନାରାୟଣ ବାସୁଦେବ ସର୍ବକାରଣ। ପ୍ରଦ୍ୟୁମ୍ନ ଅନିରୁଦ୍ଧ ବେନି ନମସ୍ତେ ସଂକର୍ଷଣ ପୁଣି। ନମସ୍ତେ ଜ୍ଞାନର ଈଶ୍ୱର ପରମାନନ୍ଦ ମୂର୍ତ୍ତି ଯାର। ନମସ୍ତେ ଶାନ୍ତ ଆତ୍ମା ରାମ ଅବ୍ୟୟ ରୂପ ପୂର୍ଣ୍ଣ କାମ। ନମସ୍ତେ ବୈକୁଣ୍ଠବାସୀ ନମସ୍ତେ ପ୍ରଭୁ ବ୍ରହ୍ମରାଶି। ସ୍ୱରୂପାନନ୍ଦ ଅନୁଭୂତି ତେଣୁ ନିରସ୍ତ ଉର୍ମି ଶକ୍ତି। ବହୁଋଷିକେଶ ହେ ମହତ ନମସ୍ତେ ମୂର୍ତ୍ତି ହେ ଅନନ୍ତ। ମନ ବଚନ ଗୋଚର ମହିମା ନାମ ରୂପ ଯାର। ଚିନ୍ମୟ ଯାହାର ଶରୀର ରଖନ୍ତୁ ସଦ ସଦ ପର। ଚିନ୍ତା ମାତ୍ରକେ ଯେଉଁ ନାମ ଖଣ୍ଡଇ ସର୍ବ ପାପମାନ। ଅରୂପ ରେଖ ଭଗବାନ ସଚରାଚର ବିଶ୍ୱଧାମ। ଯାହାର ତହୁଁ ଏ ଜଗତ ହେଉଅଛନ୍ତି ଆତଜାତ। ମୃତ୍ତିକା ଠାରୁ ନାନା ପାତ୍ର ଯେସନେ ହେଉଅଛି ଜାତ। ସୃଷ୍ଟି ପ୍ରଳୟ ସ୍ଥିତି ଯହିଁ ସେ ଯୋଗେଶ୍ୱରେ ମୁନମୟୀ। ବୁଦ୍ଧି ଇନ୍ଦ୍ରିୟ ଆଦି ମନ ଯାହାକୁ ନ ଜାଣଇ ପ୍ରାଣ। ବାହ୍ୟ ଅନ୍ତରେ ବ୍ୟାପ୍ତ ହୋଇ ଆକାଶ ପ୍ରାୟ ଯେ ଅଛଇ। ତାହାଙ୍କୁ ମୋର ନମସ୍କାର ଯେ ପ୍ରଭୁ ଜଗତ ଠାକୁର। ଅଶେଷ କ୍ଷେତ୍ରେ ଯା ବିହାର ଅଚ୍ୟୁତ ପରମ ଈଶ୍ୱର। ଦେହ ଇନ୍ଦ୍ରିୟ ପ୍ରାଣ ମନ ବୁଦ୍ଧି ଅହଙ୍କାର ଚେତନ। ଯାର ଆଜ୍ଞାରେ ଏ ନିର୍ମାଣ କର୍ମରେ କରନ୍ତି ଭ୍ରମଣ। ଭଗବାନ ମହାପୁରୁଷ ଯାହାର ଭାବରେ ପ୍ରକାଶ। ମହାବିଭୂତିର ଈଶ୍ୱର ସକଳ ଭକ୍ତ ଜନଙ୍କର। କର କମଳ ଦଳେ କରି ସେବିତ ଚରଣ ଯାହାରି। ଏମନ୍ତ ପରମ ଈଶ୍ୱର ତାହାଙ୍କୁ ମୋର ନମସ୍କାର। ଶୁକ ଉବାଚ ଭକତ ରାଜାଙ୍କୁ ନାରଦେ
ଏ ବିଦ୍ୟା ଦେଲେ ଅପ୍ରମାଦେ ଅଙ୍ଗିରା ସହି ତେରା ଜନ ଗଲେ ସେ ବ୍ରହ୍ମାର ଭୁବନ। ଚିତ୍ରକେତୁ ସେ ବିଦ୍ୟା ଘେନି ଯେମନ୍ତ କହିଥିଲେ ମୁନି ଧଇଲା ସପ୍ତ ରାତ୍ର ସେହି ପବିତ୍ର ନିରାହାର ହୋଇ ଶପଥ ରାତ୍ରେ ଅପ୍ରମାଦେ ନାରଦ ବିଦ୍ୟାର ପ୍ରସାଦେ ବିଦ୍ୟାଧର ଅଧିପଗଣ ଲଭିଲେ ଚିତ୍ର କେତୁରାଣ ଶୁଣ ରାଜନ ଏକ ମନେ ଏ ଅନନ୍ତରେ କେତେ ଦିନେ ବିଦ୍ୟାରୁ କରି ଶୁଦ୍ଧମତି ନିଶ୍ଚଳେ ଲଭିଲା ନୃପତି ଅନନ୍ତ ଦେବ ଦେବେଶ୍ୱର ଗଲା ନିକଟେ ତାହାଙ୍କର ମୃଣାଳ ପ୍ରାୟ ଶୋଭାବନ ନୀଳବସନ ପରିଧାନ ଶୋଭିତ କିରୀଟ କେୟୁର ମେଖଳା କଙ୍କଣ ଆବର ପ୍ରସନ୍ନ ରୁଚିର ବଦନ ଅରୁଣ ରାଜୀବ ଲୋଚନ ବେଢ଼ି ଅଛନ୍ତି ସିଦ୍ଧେଶ୍ୱର ଦେଖିଲା ଯାଇ ନୃପବର ତାହାଙ୍କ ଦର୍ଶନ ପାଇ ସକଳ ପାପୁ ମୁକ୍ତ ହୋଇ ଅନ୍ତଃକରଣ ଶୁଦ୍ଧ ହେଲା ଅଶ୍ରୁରେ ଲୋଚନ ପୂରିଲା ଭକ୍ତିରୁ ରୋମାଞ୍ଚ ହୋଇଲା ଆଦି ପୁରୁଷଙ୍କୁ ନମିଲା ସେ ଚିତ୍ର କେତୁ ହୃଷ୍ଟ ହୋଇ ନୟନ ଜଳେ ପାଦ ଧୋଇ ପ୍ରେମେ କୁଣ୍ଠିତ କଣ୍ଠ ହୋଇ ସ୍ତୁତି କରିଣ ନ ପାରଇ ହରସେ ପୂର୍ଣ୍ଣ ଇନ୍ଦ୍ରିଗଣ କ୍ରମରେ କରି ନିବାରଣ ଜଗତ ଗୁରୁ ଗୁରୁବର ଯାଦବ ବଂଶର ଠାକୁର ତାହାଙ୍କ ପାଦେ ଦେଇ ମନ କହଇ ମଧୁର ବଚନ। ହରି ହରି ବୋଲ। ଚିତ୍ରକେତୁ ବାଚ ତୁହି ଯେ ଅଜିତ ସ୍ୱଭାବେ ଭକତ ତୋତେ ଜିତେ ଭାବେ ସୁସିଦ୍ଧ ଆତ୍ମା ଲୋକଙ୍କର ଜିତ ତୁ ହେଉ ହେ ଈଶ୍ୱର ଯେଣୁ ତୁ ଅତି ହିଁ କରୁଣ ତେଣୁ ତୁ ଭକ୍ତର ଅଧୀନ ନିଷ୍କାମେ ଯେଣୁ ଯେ ଭଜନ୍ତି ତେଣୁ ତୋହରେ ସେ ଜିଣନ୍ତି ଯେ ତୋତେ କରଇ ଭଜନ ତାର କାମନା କରୁ ପୂର୍ଣ୍ଣ ଅତି ଦୟାଳୁ ରୂପଧର ଜଗତ ବିଭବ ତୋହର ଅନାଦି ତୁହି ତୋର ତହିଁ ଉଦୟ ସ୍ଥିତି ଅନ୍ତ ହୋଇ ସୃଷ୍ଟି କରତା ଅଛି ଆର ବୋଲଇ ଅଜ୍ଞ ଯେଉଁ ନର ପରମ ଅଣୁରୂପ ହେଉ ମହତ ତେଜକୁ ତୁ ବହୁ ଆଦ୍ୟନ୍ତ ଅନ୍ତରାଳେ ସ୍ଥିତ ଆଦ୍ୟନ୍ତ ମଧ୍ୟ ତୋର ହିତ ହେ ଦେବ ପ୍ରାଣୀମାନଙ୍କର ସାକ୍ଷୀ ରୂପକୁ ତୁମ୍ଭେ ଧର କ୍ଷିତି ଆଦି ଯେ ପଞ୍ଚଭୂତ ଏଥିରେ ହୋଇଣ ନିର୍ମିତ ଯେହି ମହତ ଅଣ୍ଡକୋଷ ତାହାର ତୋର ତହିଁ ବାସ ବିଷୟା ଜଡ଼େ ମୋହି ହୋଇ ଯେ ଜନ ବିଭୂତି ଚିନ୍ତଇ ତୋ ପଦ୍ମଚରଣ ନ ଚିନ୍ତେ ଗ୍ରାମର ପଶୁ ଯେ ଯୁଗତେ ଭୂ ପ୍ରଭୁ ତାହାର କଲ୍ୟାଣ କେବେ ନୁହଇ ଟିପୁଣ। ହରି ହରି ବୋଲ। ଜ୍ଞାନାତ୍ମମୟ ତୁ ଅଗୁଣ ସକାମେ ଯେ ତୋର ଚରଣ ପୂଜନ୍ତି ଜନ୍ମ ତାଙ୍କ ନାହିଁ ଭର୍ଜିତ ବୀଜ ପ୍ରାୟ ହୋଇ ତୁମ୍ଭେ ଯେ ଭାଗବତ ଧର୍ମ କହିଲ ପୁରୁଷ ଉତ୍ତମ ଅକିଞ୍ଚନ ଯେ ଆତ୍ମାରାମ ଏମନ୍ତ ଯେଉଁ ମୁନିଜନ ମୋକ୍ଷ ନିମନ୍ତେ ସେହି ଧର୍ମ କରନ୍ତି ନିତ୍ୟ ଉପାସନ ବିଷମମତିଟି ଯାହାର
ଏ ଧର୍ମୁ ସେ ଜନ ବାହାର ଯେଉଁ ଧର୍ମରେ ତୁହି ମୁହିଁ ତୋର ମୋର ଭେଦ ନାହିଁ କିବା କୁଶଳ ସେ ଲଭନ୍ତି ସ୍ୱଦେହେ ପରେ ଯେ ପୀଡ଼ନ୍ତି ସ୍ୱଦ୍ରୋହେ ଆତ୍ମା ପୀଡ଼ା ପୁଣ ପର ପୀଡ଼ନେ ଅଧର୍ମ ବିହିତ ଧର୍ମ ଭାଗବତ ନ ଛାଡ଼େ କେବେ ପରମାର୍ଥ ସ୍ଥାବର ଚର ଜୀବଙ୍କରେ ଅଭିନ୍ନ ଭାବ ଯେହୁ କରେ ସେ ନିତ୍ୟ ପାଦ ପଦ୍ମେ ତୋର ସେବା କରଇ ନିରନ୍ତର ପାଷାଣ୍ଡ ମତ ଯେଉଁ ନର ଏ ପାଦ ଦୁର୍ଲଭ ତାହାର ଯେ ପାଦ ପଲ୍ଲବ ସୁଧାମ ପରମ ମଙ୍ଗଳ ତା ନାମ ଯେ ନାମ ସୁମରଣ କରି ପ୍ରାଣୀ ସଂସାରୁ ଯାନ୍ତି ତରି ହେ ଦେବ ଦେବ ନାରାୟଣ ହେ ପ୍ରଭୁ ଅଖିଳ କାରଣ ତୋରୁ ପଦର ସନେ ମୋହି ପବିତ୍ର ହୋଇଲି ଗୋସାଇଁ ନାରଦ ବଚନର ଫଳେ ତୋତେ ଦେଖିଲି ଚର୍ମ ଡୋଳେ ଜଗତ ଆତ୍ମା ହେ ଅନନ୍ତ ସକଳ ଜାଣୁ ତୁ ତଦନ୍ତ ଏ ଘୋର ସଂସାରରେ ଜନ କେ ତୋତେ ଜାଣୁ ଭଗବାନ ତୁମ୍ଭେ ଆଦିତ୍ୟ ଦେବରାଏ ନର ଯେ ଖଦ୍ୟୋତପରାଏ ଜଗତ ଉତ୍ପତ୍ତି ପାଳନ ପ୍ରଳୟ ହେତୁ ନାରାୟଣ ପରମହଂସ ରୂପ ତୁହି ନମସ୍ତେ ପ୍ରଭୁ ଭାବଗ୍ରାହୀ ଯାର ଶ୍ୱାସକୁ ଅନୁସରି କମ୍ପିତ ହୋଏ ବସୁନ୍ଧରୀ ପ୍ରାଣୀ ସମୂହ ଦ୍ରୁମଗିରି ଅବନି ଅଛି ଯେହୁ ଧରି ସହସ୍ରମସ୍ତକ ଈଶ୍ୱର ନମସ୍ତେ ବ୍ରହ୍ମାଣ୍ଡ ଠାକୁର ଶୁକବାଚ ଏ ମନ୍ତ ସ୍ତୁତି ତାର ଶୁଣି ଅନନ୍ତ ପ୍ରଭୁ ହଳ ପାଣି ଯେ ଚିତ୍ର କେତୁ ବିଦ୍ୟାଧର ତାହାଙ୍କୁ ବୋଲନ୍ତି ଉତ୍ତର ଭଗବାନ ବାଚ ଶୁଣ ରାଜନ ପୁଣ୍ୟ ଦେହ ମୋର ଭକତ ଅନୁଗ୍ରହ ନାରଦ ଅଙ୍ଗିରା ତୋହରେ କହିଲେ ଯେଉଁ ବିଦ୍ୟାସାରେ ତେଣୁ ସିଦ୍ଧ ହୋଇ ରାଜନ ପାଇଲୁ ମୋର ଦର୍ଶନ ମୁଁ ସର୍ବ ପ୍ରାଣୀ ଆଦି ଶେଷ ଆତ୍ମା ରୂପରେ ମୋର ବାସ ପରମ ବ୍ରହ୍ମ ଯାରେ କହି ସେ ମୋର ଶରୀର ଅଟଇ ଯେ ଆତ୍ମା ବ୍ୟାପ୍ତ ଲୋକଠାରେ ଲୋକ ବ୍ୟାପିତ ଯେ ଆତ୍ମାରେ ଉଭୟ ବ୍ୟାପ୍ତ ହୋଇ ମୋହି ସଂସାରେ ଅଛି ଦେହ ବହି ଯେ ସନେ ନିଦ୍ରା ପାଇ ନରେ ବିଶ୍ୱକୁ ଦେଖନ୍ତି ଆତ୍ମାରେ ନିଦ୍ରା ଉପେକ୍ଷୀ ପୁଣ ସେହି ଏକ ଦେଶେ ଆତ୍ମା ଦେଖଇ ଉଠିଣ ଜ୍ଞାନ ପାଇ ଯେହ୍ନେ ସକଳ ମିଥ୍ୟା କରି ମାନେ ଯେଉଁ ପୁରୁଷ ତା ଦେଖଇ ତାହାକୁ ଚିନ୍ତ ମନ ଦେଇ ଯାହାର ବଳେ ସୁପ୍ତ ହୋଇ ସୁଖ ବା ସ୍ୱପନ ଜାଣଇ ସେ ଆତ୍ମା ନିର୍ଗୁଣ ଯେ ବ୍ରହ୍ମ ସେହିଟି ମୋହି ବୋଲି ଜାଣ ନିଦ୍ରାରେ ଜାଗ୍ରତରେ ପୁଣ ଉଭୟେ ଜାତହୁଁ ସ୍ମରଣ ଏ ମୋର ଭିନ୍ନ ଭାବ ଦୁଇ ମୋ ବିନୁ ଅନ୍ୟ କେହି ନାହିଁ ଯେଣୁ ମୋ ଭାବ ପ୍ରାଣୀମାନେ ଚିନ୍ତନ୍ତି ଭିନ୍ନ କରି ମନେ ଏଣୁ ଏ ଅଖିଳ ସଂସାରେ ଜନ୍ମ ମୃତ୍ୟୁ ଲଭନ୍ତି ନରେ ମନୁଷ୍ୟ ଜନ୍ମ ଆଶ୍ରୟ କରି ଜ୍ଞାନ ବିଜ୍ଞାନେ ଦେହ ଧରି ଆତ୍ମାକୁ ନ ଜାଣେ ଯେ ନର କେବେ ହେଁ ସୁଖ ନାହିଁ ତାର ଚେଷ୍ଟା କରଇ କାର୍ଯ୍ୟ ପାଇଁ ନାନା ଯାତନା ଲଭେ ତହିଁ ସଂକଳ୍ପ ଛାଡ଼ି ଯେ ଭଜଇ ମୋକ୍ଷର ଫଳକୁ ଲଭଇ ଦୁଃଖ ନିବୃତ୍ତି ସୁଖ ପାଇଁ ଦମ୍ପତି କର୍ମ ଆଚରଇ ସୁଖ ଦୁଃଖର ଭୋଗ ତହିଁ କେବେ ଲଭଇ ନ ଲଭଇ ଏମନ୍ତ ବିଚାର ଯେ ଜାଣି କର୍ମ କରଇ ଯେଉଁ ପ୍ରାଣୀ ସୂକ୍ଷ୍ମ ଆତ୍ମଗତି ତାଠାରେ ବିମୁକ୍ତ ହୋଇ ସେ ସଂସାରେ
জ্ঞান সম্পন্ন হই নর ভক্তি কিল ভই মোহর প্রাণীর পর ধর্ম ଏହି সমদরসী যেবে হই যোগ নিপুণ বুদ্ধি লোক জীব পরম দেখ এক শ্রদ্ধারে যেবে তুরাজন ঘেনিবু মোহর বচন জ্ঞান সম্পন্ন হই তুহি সিদ্ধ হইবু বেগ হই তু এবে মোর পাদে ভক্তি লভিণ পাও সিদ্ধ গতি সুখ দুঃখরে মোর ভাব কেবে হে তুম নুন জীব শুকবাচ হেমন্ত কহি বাসুদেব যে বিষ্ণু ঋষভ মাধব চিত্রকেতুকু আশ্বাসীণ জগত গুরু ভগবান দেখু যে থিলা সে রাজন কৃষ্ণ হইলে অন্তর্ধ্যান बोलई दास जगन्नाथ चित्र के तू राजा चरित भावे बोलई दास जगन्नाथ भावे चित्र के तू राजा चरित हरि हरि बोल इति श्रीमद्भागवते महापुराणे पारमहंस्यां संहितायां षष्ठस्कन्धे चित्रकेतु परमात्मा दर्शनं नाम 16 अध्यायः।